ଜଳିଗଲା ଘର ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଳିଗଲା ଘର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଅଗ୍ନିକାଣ୍ଡରେ ଗାଁର ଅଶୋକ ମହାପାତ୍ରଙ୍କ ଘରେ ଥିବା ସମସ୍ତ ଇଲେକ୍ଟ୍ରୋନିକ୍ ସାମଗ୍ରୀ ସହ ଆସବାବ ପତ୍ର, ଧାନ, ଚାଉଳ ଏବଂ ନଗଦ 70,000 ଟଙ୍କା ନିଆଁରେ ଜଳିପୋଡ଼ି ନଷ୍ଟ ହୋଇଯାଇଛି। ତେବେ ବିଦ୍ୟୁତ୍ ସର୍ଟ ସର୍କିଟ୍ କାରଣରୁ ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ତୁରନ୍ତ ଅଗ୍ନି ବିପନ୍ନଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି। ବିଶ୍ୱଜିତ ମହାପାତ୍ର, ଘର କାଦୁଆ। ଘରେ ସର୍ଟ ସର୍କିଟ୍ ହୋଇଥିବାରୁ ଘରେ କେବଳ ବୋଉ ଏକୁଟିଆ ଥିବାରୁ ଘରେ ସର୍ଟ ସର୍କିଟ୍ ହେଇକି ସେ କାହାକୁ ବି ହଠାତ୍ ଡାକି ପାରୁନଥିଲା। ସେଥିଲାଗି ଘରେ ନିଆଁ ଲାଗିଯାଇଥିଲା। ଘରେ ଟିଭି, କୁଲର, ଫ୍ରିଜ୍ ସବୁ ପୋଡ଼ି ଯାଇଛି ଏବଂ 70,000ରୁ ପାଖାପାଖି ଲକ୍ଷେ ଟଙ୍କା ଭିତରେ କ୍ୟାସ୍ ଥିଲା, ହାର୍ଡ କ୍ୟାସ୍, ସେ ବି ପୋଡ଼ିଯାଇଛି। ଆଉ ଘରେ କିଛି ଆଉ ନାହିଁ। ଫ୍ୟାନ୍, 2ଟା ଫ୍ୟାନ୍ ଥିଲା, ସିଲିଂ ଫ୍ୟାନ୍, ସେ ବି ପୋଡ଼ିଯାଇଛି। ଆଉ ଘରେ କିଛି ଆସବାବ ବାସନ କିଛି ନାହିଁ, ସବୁ ଟୋଟାଲ୍ ପୋଡ଼ିଯାଇଛି ଘର।